ହେଲା ତ କୋଉ ଆର୍ଟିଷ୍ଟ ବି डीजे गाड़ी ଭିତରେ ନାଚନ୍ତିନି ନା ସମସ୍ତେ ଡିଜେ ଗାଡି ଷ୍ଟେଜ ରେ ଉପରେ ନାଚନ୍ତି ଭିତରେ ନାଇଁ ଭାଇ ଉପରେ ଉପରେ ସେ ଡିଜେ ଗାଡି ନୁହେଁ हेलो ଏଟା ଗୋଟେ गाइस ମାନେ नमस्ते भलर थिबे समस्ते तो चलतु आज गोटे प्रांक करवा टुकुनाई सांगरे तो मस्त आप लाइन रुहतु तो शुणु मस्त मजा नियंतु वीडियो शेयर करंतु तो हसी हसी नियंतु हसी के मजा नियंतु वीडियो तो चलतु गोटे प्रांक कॉल करवा हेलो हेलो हाँ ଆଉ ଟୁକୁନାଇ ଲାଇନ ଆସନ୍ତି हाँ ଅଛନ୍ତି हाँ ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା ତ ମ୍ୟାଡାମ ତ ଆସିପାରିଲେନି ମ୍ୟାଡାମ କହିଲେ ବ୍ୟସ୍ତ ଅଛନ୍ତି ଆପଣ କଥା ହେଇଯାନ୍ତୁ ବୋଲି କହିଲେ ଆଜ୍ଞା କୁହନ୍ତୁ ଆଉ ଆମର ପ୍ଲାନ ରହୁଛି କି ମେନ୍ ପ୍ରୋଗ୍ରାମ ଟା ହଉଛି ଆପଣଙ୍କର କଣ ସାର୍ ଜାଣିଛନ୍ତି ଆମର ବାଙ୍ଗାଲୋର ପ୍ରୋଗ୍ରାମ ଟା ସେ କହୁଛନ୍ତି ମେନ୍ କରିବା ପାଇଁ ଆଜ୍ଞା ମେରେ ନାଇଁ ନାଇଁ ମେନ୍ ମେନ୍ କହିଲେ ମାନେ କଣ କି ଆମର ଏପ୍ରିଲ ଯୋଉ 17 ତାରିଖ ଦିନ ଆଜ୍ଞା ପଣା ସଂକ୍ରାନ୍ତି ପରେ ତ ଆଜ୍ଞା ଆମର ଛୁଟି ରହୁଛି ସବୁ ଏଠି ମ୍ୟାକ୍ସିମମ୍ ବାଙ୍ଗାଲୋର ଛୁଟି ରହୁଛି ହେଲା କି ଆଜ୍ଞା ତ ସେଥିପାଇଁ ସେ କହୁଛନ୍ତି ଆମର ମେନ୍ ପ୍ରୋଗ୍ରାମ ଟା ଆମେ ସେଇଟା ଆମର କରିବା ତ ହଁ ମେ 17 ତାରିଖ ଦିନ ଆମର ପଣା ସଂକ୍ରାନ୍ତି ପଣା ଟିକେ ହବ ଭାଙ୍ଗ ଭାଙ୍ଗ ହବ ସୋ ଆଜ୍ଞା ଟିକେ ମଜାମସ୍ତି କରିବା ଆଉ ଠିକ ଅଛି ଠିକ ଅଛି ଆପଣଙ୍କର ବଜେଟ କଥା କିଛି କହିଲି ବଜେଟ କଥା କିଛି ଚିନ୍ତା କରିବାର ନାହିଁ ଗାଡି ଆଜ୍ଞା ଖର୍ଚ୍ଚ ଗାଡି ଫାଡି ତାଙ୍କର ଟିକେଟ ଖର୍ଚ୍ଚ ଟ୍ରେନରେ ଯଦି ଆସିବା ପାଇଁ ଚାହିଁବେ ଫାର୍ଷ୍ଟ କ୍ଲାସ ଟ୍ରେନ ଦିଆଯିବ କିଛି ନାହିଁ ଫ୍ଲାଇଟ ହୁଁ, ରେ କହିଲେ ଫ୍ଲାଇଟ ରେ ଦିଆଯିବ କିଛି ପ୍ରୋବ୍ଲେମ ନାହିଁ ଠିକ ଅଛି ଓକେ ସେଟା ବଜେଟରେ କିଛି ପ୍ରୋବ୍ଲେମ ନାହିଁ ଖାଲି ହୁଁ, ଆପଣଙ୍କ ଆପଣ ହଉଛି ଆମେ ସବୁ ଅଛନ୍ତି ପିଲାମାନେ ସେ କହୁଛି ଆପଣ ଆମେ ସବୁ ଫ୍ୟାନ ଆପଣଙ୍କର ଜାଣିଥିବେ ଆଜ୍ଞା ଆଜ୍ଞା ଛୋଟ ଛୁଆ ଆମର ଏଠି ଆମର ଗୋଟେ ସ୍କୁଲ ଅଛି ଏଠି ଆଜ୍ଞା ଇଣ୍ଟରନ୍ୟାସନାଲ ଛୋଟ ଛୁଆ ଓଡିଆ ଛୁଆ ବି ଆପଣଙ୍କର ଫ୍ୟାନ ଆଜ୍ଞା ତ ସେ ଗୋଟେ ଆପଣଙ୍କର ଜାଣିଥିବେ ଯୋଉ ଲେଡିଜ ଗ୍ରୁପ ଟା ଅଛି ଯୋଉ ଆପଣ କଲେଜ ରୋଲରେ କରିଥିଲେ ଆଜ୍ଞା ସେଇଟା ତ ହଉଛି ଗୋଟେ ମେନ ରୋଲ ଆଉ ତ ସେଇଟାକୁ ସମସ୍ତେ ଟିକେ ମନ ଭାବିଛନ୍ତି କି ସେଇଟା ସେଇ ଲୁକ୍ ଟା ଟିକେ ଦରକାର ହଁ ହେଲା କି ହଁ ଆଉ ତାପରେ ଡିଜେ ଗାଡି ଟେ ଆସିବ ତ ହଁ ଆପଣ ଆସିବେ 2 ଦିନ ରହିବେ ଏଠି ଆଉ ଖାଇବା ପିଇବା ପୁରା ଆମେ ରଖିବୁ 2 ଦିନ ଆଉ ଗୋଟେ ଦିନ ଆମର ପ୍ରୋଗ୍ରାମ ହବ 2 ଦିନ ଗୋଟେ ଦିନ ଆପଣଙ୍କ ସହିତ ଟିକେ ମଜାମସ୍ତି କିନ୍ତୁ ଠିକ ଖାଲି ଅଛି ଗୋଟେ କଥା ରହିଛି ଆପଣଙ୍କର ଫ୍ୟାନ୍ ଆମର ଟିକେ ସବୁ ଅଛନ୍ତି ଟିକେ ହାଇ ଆଜ୍ଞା କହିଦିଅନ୍ତୁ ସମସ୍ତଙ୍କୁ ନମସ୍କାର ସମସ୍ତଙ୍କୁ ଜୟ ଜଗନ୍ନାଥ ଯାହା ହଉ ସମସ୍ତେ ଦେଖୁଛନ୍ତି ଏଇଟା ହଉଛି ସବୁଠୁ ବଡ କଥା ହଁ ଆଉ ମେନ୍ ଯେ ଆପଣ ଟିକେ ଆସନ୍ତୁ ଆପଣଙ୍କର କାମଟା ଏଠି ଆପଣ ଟିକେ କହିଦଉଛି ସାର୍ ଆଜ୍ଞା ସୋ ଆମର ଡିଜେ ଗାଡି ଦିଟା ଆସୁଛି ହଁ ଡିଜେ ଗାଡି ଦିଟା ଆସୁଛି ଡିଜେ ଗାଡିରେ ପୁରା ଆମର ଓଡିଆ ଗୀତ ଲାଗିବ ହଁ ଓ ଡିଜେ ଗାଡି ଉପରେ ପୁରା ଷ୍ଟେଜ ଭଳିଆ ତିଆରି ହେଇଛି ହଁ ଜଷ୍ଟ ଆମର ଗୋଟେ ମନ୍ଦିର ଓଡିଆ ମନ୍ଦିରଟେ ବି ଅଛି ଏଠି ହଁ ଜଗନ୍ନାଥ ମନ୍ଦିର ସେଠୁ ଆମେ ଯିବାନି ଟିକେ ଆମେ ଟିକେ ଦୂର ଗୋଟେ ପ୍ରୋଗ୍ରାମ ଟା ହଉଛି ନା ପଣା ସଂକ୍ରାନ୍ତିରେ ହଁ ତ ଆମେ ଗୋଟେ ପଡିଆ ରଖିଛୁ ପ୍ରୋଗ୍ରାମ ସୋ ହଁ ସେଠୁ ଆପଣ ଆସିବେ ଟିକେ ମାନେ ସେଇ ଡିଜେ ଗାଡି ଉପରେ ଡ୍ୟାନ୍ସ ଫ୍ୟାନ୍ସ ହବ ସବୁ ହବ ଆଉ ମୁଁ ଡିଜେ ଗାଡିରେ ଚଢିକି ଆସିବି ଡିଜେ ଗାଡି ନୁହଁ ଡିଜେ ଗାଡି ଭଳିଆ ସେଟା ଡିଜାଇନ ହେଇଛି ସେଟା ଆମର ଯୋଉ ରଥ ଗାଡି ଭଳିଆ ହୁଏନି ଗୋଟେ ଦେଖିଛନ୍ତି ନା ସାର୍ ଆଜ୍ଞା ସେଇଭଳିଆ ଡିଜାଇନ ହେଇଛି ହଁ ସେ ଡିଜେ ଗାଡିରେ ଆପଣ ପୁରା ଉପରେ ଡ୍ୟାନ୍ସ କରିକି ଆସିବେ ଓହୋ ଡ୍ୟାନ୍ସ କରିକି ଆସିବି ଡିଜେ ଗାଡିରେ ହଁ ଆଚ୍ଛା ହଉ 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 କଣ ଘଟଣା ମୁଁ ଟିକେ ପୁରାଟା ମତେ କହିଲେ ଟିକେ କଣ ଘଟଣା ଟା ଡିଜେ ମୁଁ ତ ଆକ୍ଚୁଆଲି କମେଡି କରିବି ନା ମୁଁ ଆଉ ଡ୍ୟାନ୍ସ ବିଷୟରେ ତ ମୁଁ ନା ସେଇ କଥା ଆପଣଙ୍କର ଡ୍ୟାନ୍ସ ଟା ପୁରା ସେଇ ଯୋଉ ଲୁକ୍ ଟା ଯୋଉ କମେଡି ଫମେଡି ଲୁକ୍ ଟା ଟିକେ ଡ୍ୟାନ୍ସ କରିକି ଆସିବେ ଡିଜେ ଗାଡି ଉପରେ ଲୋକ ଆମେ ପୁରା ମଜା କରିବୁ ନା ସେଇଟା ନା ଆଉ ଡିଜେ ଗାଡି ଉପରେ ଡ୍ୟାନ୍ସ କରି କଣ ମାନେ ମୁଁ ଜାଣିପାରୁନି ଆକ୍ଚୁଆଲି ଘଟଣାଟା କଣ ମାନେ ଡିଜେ ଗାଡି ଯୋଉ ଏଇ ଯେମିତି ଆମର ଏଠି ବାହାଘର ଫାଘର ହଉଛି ନା ନା ସେମିତି ନାହିଁ ସେମିତି ନାଇଁ ଗୋଟେ ମାନେ ଆଉ ଉପରେ ଗୋଟେ ଷ୍ଟେଜ ଭଳିଆ ହେଇଛି ଚାରିକଣ ପୁରା ହଁ ମାନେ ଇଏ ବାଲକନି ଭଳିଆ ହେଇଥିବ ଚାରିକଣରେ ମାଇକ୍ ଫାଇକ୍ ଦିଆଯିବ ପୁରା ଦିଟା ଖଣ୍ଡେ ଆପଣଙ୍କୁ ଝିଅ ଦିଆଯିବ ସାଇଡ ରେ ଡ୍ୟାନ୍ସ କରିବେ ତ ଆପଣ ତାଙ୍କ ଆକ୍ଚୁଆଲି ଭାଇ ମୁଁ ସେମିତିଆ ପ୍ରୋଗ୍ରାମ ଆକ୍ଚୁଆଲି କରିନି ହେଲା ମୋର ଆକ୍ଚୁଆଲି ହଉଛି ଷ୍ଟେଜ ଉପରେ ଯିବି ଆପଣ ମତେ କହିବେ ମୁଁ କମେଡି କରିବି ଷ୍ଟେଜ ରେ ଯାହା କହିବେ କରିଦେବି ନା ସାର୍ ଡାନ୍ସ ଆପଣ ହଉ ସମସ୍ତଙ୍କ କମେଡି ହଉ ଫ୍ୟାନ ର ଗୋଟେ ରିକ୍ୱେଷ୍ଟ ଏଇଟା ଆପଣ କେମିତି ନ କରିବେ ଏଇଟା ଗୋଟେ ନା ଆକ୍ଚୁଆଲି ଭାଇ ଏଇଟା ଆକ୍ଚୁଆଲି ଡିଜେ ଗାଡି ଭିତରେ ନାଚନ୍ତିନି ଆକ୍ଚୁଆଲି ଆର୍ଟିଷ୍ଟ ନାଇଁ ମାନେ ଡିଜେ ଗାଡି ଉପରେ ଭିତରେ ନାଇଁ ଉପରେ ଆଉ ସେ ଯାହା ବି ହଉ ସେଇଭଳିଆ ହଉଛି କଥା ସେମିତି ପ୍ରୋଗ୍ରାମ ନାଇଁ ନାଇଁ ଆକ୍ଚୁଆଲି ଦେଖନ୍ତୁ ଆପଣ ଆମ ପାଇଁ ହେଲେ ଆପଣ ଆଜ୍ଞା ତ ନାଇଁ ନାଇଁ ମୁଁ ବୁଝିଲି ଯେ ସାର୍ ଆକ୍ଚୁଆଲି ଘଟଣା ଟା ହଉଛି ଯେ ମୁଁ କେବେ ଆଜି ପର୍ଯ୍ୟନ୍ତ ଡିଜେ ଗାଡିରେ ଡ୍ୟାନ୍ସ କରିନି କି ଏମିତିଆ ପ୍ରୋଗ୍ରାମ ବି କେବେ କରିନି ପ୍ରୋଗ୍ରାମ ବି କେବେ କରିନି ହେଲା ତ କୋଉ ଆର୍ଟିଷ୍ଟ ବି ଡିଜେ ଗାଡି ଭିତରେ ନାଚନ୍ତିନି ନା ସମସ୍ତେ ଡିଜେ ଗାଡି ଷ୍ଟେଜ ରେ ଉପରେ ନାଚନ୍ତି ଭିତରେ ନାଇଁ ଭାଇ ଉପରେ ଉପରେ ସେ ଡିଜେ ଗାଡି ନୁହେଁ ଏଟା ଗୋଟେ ମାନେ ଡିଜାଇନ ହେଇଛି ଗାଡିଟା ଗୋଟେ ବସ୍ ଭଳିଆ ହେଇଛି ଗୋଟେ ମାନେ ଡିଜାଇନ ହେଇଛି ଗାଡିଟା ଗୋଟେ ବସ୍ ଭଳିଆ ହେଇଛି ତା ତଳେ ସବୁ ଆଜ୍ଞା ସ୍ପିକର ଫିକର ଅଛି ମାନେ ଡିଜାଇନ ଫିଜାଇନ ଅଛି ସବୁ ନାଚିବା ପାଇଁ ସବୁ ସ୍ପ୍ରେ ଫ୍ରେ ବାହାରିବ ସାଇଡ ରୁ ହେଲା କି
ଆପଣ ଉପରେ ଖାଲି କମେଡି ଫମେଡି କହିକି ଗୀତ ଫୀତ ବାଜୁଥିବ ମଝିରେ ମଝିରେ ଗୋଟେ କମେଡି ଡାଇଲଗ କହୁଥିବେ ନାଚୁଥିବେ ନାଚି ନାଚି ଆସିବେ ତାହେଲେ ଆପଣ ଷ୍ଟେଜ ରେ କଣ ହବ? ତାପରେ ଷ୍ଟେଜ ରେ ଆସିକି ଆପଣ କମେଡିଆନ କରିବେ ଆଉ ଷ୍ଟେଜ ରେ ଆସିଲା ପରେ ଆପଣ ଟିକେ ଲେଡିସ୍ ଲୁକ୍ ଟା ସେଇଠି ବାହାରିବେ ଲେଡିସ୍ ଲୁକ୍ ରେ ଭାରି ଲେଡିଜ ଲୁକ୍ ବି କରିବାକୁ ପଡିବ? ହଁ ଝିଅ ଲୁକ୍ ରେ ଭିତରକୁ ପଶିବେ। ଓହୋ, ସେଥିପାଇଁ ତାହେଲେ ମେକଅପ୍ ଫେକଅପ୍ ସବୁ ଯିବାକୁ ପଡିବ? ହଁ ମେକଅପ୍ ଫେକଅପ୍ ଆମର ଏଇଠି ଅଛନ୍ତି ଆମର ପୁରା ମେକଅପ୍ ଫେକଅପ୍ ରେଡି ଟିମ୍ ଅଛନ୍ତି ସବୁ କିଛି ନାହିଁ। ଆପଣ ଯଦି ଖାଲି ଶାଢୀ ଫାଢୀ ଯଦି ଆପଣଙ୍କର ଯଦି କିଛି ଅଲଗା ରିକ୍ୱାରମେଣ୍ଟ ଅଛି ସେମାନେ ନା ଧରିକି ପଳେଇ ବୁଝୁଛି, ଆସିବେ। ମୁଁ ଆକ୍ଚୁଆଲି ଆପଣ ଯୋଉ ଫର୍ମାଟ ର ପ୍ରୋଗ୍ରାମ ଟା କରୁଛନ୍ତି ସେଇଟା ମୁଁ ଆକ୍ଚୁଆଲି ଆଗରୁ କରିନି, ତଥାପି ମୁଁ ଆମ ସୁମିତ ସହିତ ଆପଣଙ୍କୁ ଟିକେ କଥା କରେଇବି, ସେ ଟିକେ କଥା ହବ ଆପଣଙ୍କ ସହିତ, ହେଲା କି? ସେ ମୋର ସବୁ ବୁଝାବୁଝି କରୁଛି, ସେ ଟିକେ କଥା ହବ, ହେଲା? ହଁ ନାଇଁ ନାଇଁ ଆପଣ ଖାଲି ଗୋଟେ କଥା ଭାଇନା, ଆଜ୍ଞା ସେଇ ଯୋଉ ଲେଡିସ୍ ଲୁକ୍ ଟା ମାନେ କଣ କି ଯୋଉ ଆପଣ ଯୋଉ ଗୋଟେ କଲେଜରେ ଯୋଉ ସ୍କୁଲ ଝିଅ ଯୋଉ ଇଏ ଲୁକ୍ ଟା ନେଇଥିଲେ ହଁ ହଁ ହଁ, ସେଇ ଲୁକ୍ ଟା ପ୍ଲସ ଭାଉଜ ଲୁକ୍ ଟା ଏ ତ ସେ ବହୁତ ଦିଟାରେ ଖାଲି ପ୍ରୋସେସ ଆପଣ କମେଡି ହବ ଆଉ କହିଲେଣି। ଖାଲି ଷ୍ଟେଜ ଉପରେ 45 ମିନିଟ୍ ଖାଲି ସେଇଟା ଖାଲି କମେଡି ହବ ସେଇଟାରେ ଡାଇଲଗ କହିବେ ଆଉ ତା ସହିତ ଆପଣଙ୍କୁ କୋଆର୍ଟିଷ୍ଟ 2 ଜଣ ଦିଆଯିବ ତା ସହିତ ହଁ ଓଡିଆ ଓଡିଆ ସବୁ ଡ୍ୟାନ୍ସ ଫ୍ୟାନ୍ସ ଅଛି ତ ଆପଣ ତାଙ୍କ ସହିତ ହଁ, ନାଚିବେ ତାପରେ ଆମର ଯୋଉ ଆମର ଠିକ ଆମର ଅଛି। ମୁଁ ପୂର୍ବତନ ମୁଁ ତ ଆମର ଯୋଉ ଥିଲେ ଟିକେ ଓଡିଆ ହଁ କୁଇନ୍ ଥିଲେ ରଜ ହଁ କୁଇନ୍ ହଁ ସ୍ନେହା ମ୍ୟାଡାମ ସିଏ ବି ଏଇଠି ହଁ ଅଛନ୍ତି ତାପରେ ଏଇ ଯୋଉ ପଦ୍ମିନୀ ମ୍ୟାଡାମ ସିଏ ବି ଏଇଠି ଅଛନ୍ତି ହଁ ହଁ ହଁ, ରଜ କୁଇନ୍ ସବୁ ସେଇଠି ଆମର ସେଇଠି ରହୁଛନ୍ତି ବାଙ୍ଗାଲୋରରେ ସବୁ ଚାକିରି କରୁଛନ୍ତି ସେମାନେ ଠିକ ତ ଅଛି। ଆପଣ ଗୋଟେ କାମ କରନ୍ତୁ, ସୁମିତ ସହିତ ଆମର ଟିକେ କଥା ହୁଅନ୍ତୁ, ସେ ହଁ ପ୍ରୋଗ୍ରାମ ଫର୍ମାଟ ଟାକୁ ଟିକେ ବୁଝେଇ ଦିଅନ୍ତୁ, ଆକ୍ଚୁଆଲି ସିଏ ସବୁ ବୁଝାବୁଝି କରୁଛି ତ, ହଁ ହଁ ତାକୁ ଟିକେ ଖାଲି କହିଦିଅନ୍ତୁ କଣ ଘଟଣା କଣ ନାହିଁ, ଓ ହେଲା? ହଁ ବାସ୍ ହଁ ଏତିକି ମୁଁ ତାପରେ ବୁଝିଗଲି, ଲାଷ୍ଟକୁ ବଟ୍ ତାକୁ ଟିକେ ହଁ ହଁ ଲାଷ୍ଟ କୁ କଣ କି ସେତିକି ସବୁ ଆଉ କହି ତ ଦେଲେଣି ଆଉ କଣ କଥା ହେବି ସବୁ ତ ସରିଗଲା ଲାଷ୍ଟ କୁ ଟିକେ ଆଉ ସେ ଡିଜେ ଗାଡିଟା କଥା ମୁଁ ଟିକେ ଏପର୍ଯ୍ୟନ୍ତ ଆକ୍ଚୁଆଲି ବୁଝିପାରୁନି କଣ କହୁଛନ୍ତି ଆପଣ? ଡିଜେ ଗାଡିରେ ଆପଣ ଯଦି ଶାଢୀ ଟା ପିନ୍ଧିକି ଟିକେ ଖୋଲିଦେଲେ ଆହୁରି ବଢିଆ ହବ ଆଉ ନା ନା ଭାଇ, ସେମିତିଆ ପ୍ରୋଗ୍ରାମ ମୁଁ କରୁନି, ଶାଢୀ ପିନ୍ଧା ଖୋଲା ଖୋଲି ଏସବୁ ଜିନିଷ ନାହିଁ ଭାଇ। ହଉ, କଣ ଆପଣ ଟିକେ ବେଶୀ ଆଟିଟ୍ୟୁଡ ଦେଖେଇଲେଣି ଆଉ ନା ନାଇଁ ଆଟିଟ୍ୟୁଡ ନୁହଁ, ଆପଣ କିଏ କହୁଥିଲେ ଆକ୍ଚୁଆଲି ପ୍ରାଙ୍କ କରୁଛନ୍ତି ବୋଧେ ମଜା ଲାଗୁଛି, ନା ନା ଭାଇ ଜଣା ପଡିଗଲା। ଗୋଟେ ନାଇଁ ଆଟିଟ୍ୟୁଡ ଟିକେ ନାଇଁ, ଦେଖେଇଲେଣି କୌଣସି ବି ଆର୍ଟିଷ୍ଟ ଡିଜେ ଗାଡିରେ ନାଚନ୍ତିନି କି ଶାଢୀ ପିନ୍ଧି ଖୋଲା ଖୋଲି ସିଷ୍ଟମ ସେ ସବୁ ନାହିଁ, ମୁଁ କଣ ଝିଅ ପିଲା ହେଇଛି ନା ଇଏ ହେଇଛି ଯେ ନାଚିବି, ଏମିତି କଥା ନାହିଁ ଭାଇ। ନା ଭାଇ ତମେ ଟିକେ ଏମିତି ବେଶୀ କଣ ଗୋଟେ, ଆଟିଟ୍ୟୁଡ ହେଇଗଲାଣି ନା ଆପଣଙ୍କର ନା ଆଉ ଆଟିଟ୍ୟୁଡ ହେଇନି। ଟିକେ ଭ୍ୟୁଜ ଫ୍ୟୁଜ ଟିକେ ଅଧିକା ଆପଣଙ୍କୁ ମିଳିଯାଉଛି ବୋଲି ଆଟିଟ୍ୟୁଡ ହେଇଗଲାଣି ଆଉ ହଁ ସେମିତି, ସେମିତି କଥା ନାହିଁ, ଆକ୍ଚୁଆଲି ଗୋଟେ ପ୍ରୋଗ୍ରାମ ର ଏଥିକ୍ସ ଅଛି, ଏଥିକ୍ସ ବାହାରେ କୌଣସି ପ୍ରୋଗ୍ରାମ ହୁଏନି, ଆକ୍ଚୁଆଲି ସତ କଥା। ଆଉ ଆଚ୍ଛା ଡିଜେ ଗାଡିରେ ମୁଁ ନାଚିବି ନା, କହିଲେ ଆପଣ ଡିଜେ ଗାଡିରେ କୋଉ ମାନେ ନାଚନ୍ତି? ଡିଜେ ଗାଡିରେ ସମସ୍ତେ ନାଚୁଛନ୍ତି ନା ନା, ଡିଜେ ଗାଡିରେ ଆକ୍ଚୁଆଲି ଯୋଉମାନେ ନାଚନ୍ତି ଡିଜେ ଗାଡି ପ୍ରୋଗ୍ରାମ ଏଟା ନୁହେଁ, ଯୋଉମାନେ ନାଚୁଛନ୍ତି ସେମାନେ ନାଚି ପାରିବେ। ଆଉ ଡିଜେ ଗାଡି ପ୍ରୋଗ୍ରାମ କି ଏଇଟା, ଆମେ ସବୁ କର୍ପୋରେଟ ପ୍ରୋଗ୍ରାମ କରୁଛୁ, ଆପଣ ଦେଖନ୍ତୁ ଥରେ ୟୁଟ୍ୟୁବରେ ଗୁଗୁଲରେ ନା ସର୍ଚ୍ଚ ନା ମୁଁ କରିକି। ଦେଖିଛି ବୋଲି ଆପଣ ଆଜ୍ଞା ପିଲାମାନେ ଆଜ୍ଞା, ସବୁ ଆମେ ସେମିତିଆ ଅଛନ୍ତି ଏଇଠି ପ୍ରୋଗ୍ରାମ ନା ଆପଣ ମୋର କୋଉଠି ଦେଖିଛନ୍ତି କି, ଯେ ଡିଜେ ଗାଡିରେ ନାଚିବାର କି ଷ୍ଟେଜ ରେ ଚଢିକି ନାଚିବାର ଏମିତି କିଛି ଦେଖିଛନ୍ତି କି? ଦେଖିନାହାନ୍ତି ନା। ହଁ ନାଇଁ ସେଟା ତ ଦେଖିନୁ ହଁ, ସବୁ ଆମର ଏଇଠି ଆଉ ମାନେ ସେ ଲୁଗା ପିନ୍ଧିକି ଆକ୍ଚୁଆଲି ଦେଖନ୍ତୁ, ଲୁଗା ପିନ୍ଧିକି ଝିଅ ଗେଟଅପ ରେ ପ୍ରୋଗ୍ରାମ କରିବା ଏଟା ହଉଛି, ଆଜ୍ଞା ସେଇଟା ଗୋଟେ ୟୁନିକ୍ କଥା, ହଁ କିନ୍ତୁ ଷ୍ଟେଜ ଯୋଉ ଡିଜେ ଗାଡି ଉପରେ ଲୁଗା ପିନ୍ଧିକି ଯୋଉ ଲୁଗା ଖୋଲିବା କଥା ଆପଣ କହୁଛନ୍ତି, ସେମିତି ଆଜ୍ଞା ପ୍ରୋଗ୍ରାମ ହୁଏନି ଆକ୍ଚୁଆଲି ସତରେ। ହଉଛି ନା ହଉନି କାଇଁ ହଉଛି ନା ଆପଣ ନା, ତ ହଉଛି, କଲେଜ କାଇଁ ଯିଏ ହବ ନା ଆଉ କରୁଥିବେ ଆଜ୍ଞା ଦେଖନ୍ତୁ, ମୁଁ ସେମିତିଆ ପ୍ରୋଗ୍ରାମ କରିନି, ଯିଏ କରୁଥିବେ ଆପଣ କରିପାରିବେ, କିଛି ଅସୁବିଧା ନା ନାହିଁ। ନା ଯଦି ସେମିତି ନ କରିବେ ଆମେ ଲାଷ୍ଟକୁ ଆପଣଙ୍କୁ ଅଲଗା ତରିକାରେ ଉଠେଇବୁ ଆଉ କଣ କରିବୁ। ହଉ ଠିକ ଅଛି, ଯଦି ଉଠେଇବେ ଉଠେଇବେ, ଆପଣ ଧମକ କଣ ଦଉଛନ୍ତି ଆପଣ, ନା ମୁଁ ଜାଣିପାରୁନି। ସେମିତି ନା ଆପଣ ଯଦି ଚାହିଁବେ କି ଆମେ କରିବୁନି ବୋଲି କହିଲେ ଆମେ ଧମକ ଦବା ସତ କଥା ଯଦି ଆପଣ ଭୁବନେଶ୍ୱରରେ ଜୟଦେବ ବିହାର ରହୁଛନ୍ତି। ହଁ This କଣ call is କହୁଛନ୍ତି? now being recorded. ହ୍ୟାଲୋ। ହଁ ହ୍ୟାଲୋ। ହଁ କଣ କହୁଛନ୍ତି? ନାଇଁ ସେଇଆ କହୁଥିଲି ବା ଟିକେ ଟୁକୁନା ହେଇକି ଦେଇଥିଲେ ଟିକେ ଭଲ ହେଇଥାନ୍ତା ଆଉ ଦେଇଥାନ୍ତି ମାନେ ଆପଣ କଥା ହଉଥିଲେ ବା, ଆପଣ କଣ ପାଇଁ ଫୋନ କରିଥିଲେ? ପ୍ରୋଗ୍ରାମ ପାଇଁ ତ, ଆମ ପ୍ରୋଗ୍ରାମ ଟା ଆମେ ଯେମିତି କରୁ ଆପଣଙ୍କୁ ସେମିତି ବୁଝେଇଥିଲୁ। ହଁ ବାକି ଆପଣ ଯେମିତି କହୁଛନ୍ତି ସେମିତି ଆମେ ପ୍ରୋଗ୍ରାମ କରୁନା କି ଆମେ କରିବୁ ନାହିଁ, ବୁଝିଗଲେ? ହଁ ବୁଝିଗଲେ ବୁଝି ତ ପାଇଲି, କରିବେନି ହଁ କାହିଁକି? ଆଜ୍ଞା, କରିବେନି କାହିଁକି? କରିବେନି କାହିଁକି ମାନେ, ସିଏ ଜଣେ ଆର୍ଟିଷ୍ଟ, ତାଙ୍କ ହିସାବରେ ସେ ପ୍ରୋଗ୍ରାମ କରିବେ, ଆପଣ ଯେମିତି କହିବେ ଆମେ ସେମିତି କରିବୁ। ଆଁ ସେ କଥାଟା କହିଲା ଭଳିଆ କଥା, ଆପଣ ଯେମିତି କହିବେ ଆମେ ସେମିତି ପ୍ରୋଗ୍ରାମ କରିବୁ କି? ନା ନା କେଟା ଗୋଟେ ପାଉଛି ଗୋଟେ ହଉଛି କଣ ନା ଇଏ ଫ୍ୟାନ ମାନଙ୍କର ଇଏ ରିକ୍ୱାର୍ଡ ନା ଫ୍ୟାନ ଫ୍ୟାନ ଯାହା ମାନଙ୍କର କହିବେ କଣ ସେଟା ଭାଇ, ଆପଣ ସେଇଟା କରିବା ଶୁଣନ୍ତୁ ବାଧ୍ୟ କି ଶୁଣନ୍ତୁ ନାଇଁ? ଶୁଣନ୍ତୁ, ଫ୍ୟାନ ମାନଙ୍କର, ଆମେ ଫ୍ୟାନ ମାନଙ୍କ ପାଇଁ ଯୋଉ ହେଇଛୁ, ଆମେ ଲୁଗା ଖୋଲିକି ଫ୍ୟାନ ତିଆରି କରୁନୁ, ବୁଝିପାରିଲେ? ସେଇଟା ଆପଣ ଲୁଗା ଖୋଲିକି ତିଆରି କରୁନାହାନ୍ତି ଜାଣିଛୁ, ଆମେ ଜାଣିଛୁ। ନାଇଁ ଲୁଗା ଖୋଲିକି ଆମେ ଫ୍ୟାନ୍ସ ତିଆରି କରିନୁ, ଏଇଟା ଫାଷ୍ଟ। ଭାଇ ଯୋଉ ଫ୍ୟାନ୍ସ କହୁଛନ୍ତି ଲୁଗା ଖୋଲିବା ପାଇଁ, ସେମାନେ ଆମ ଫ୍ୟାନ୍ସ ନୁହନ୍ତି। ନା ନା ଲୁଗା ଖୋଲିବା କଣ କି, ଲୁଗାଟା ଉପରେ ଭିତରେ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବେ ନା ଆଉ
ଉପରେ ଶାର୍ଟଟା ପିନ୍ଧିଦେବେ ବାହାର କରିଦେବେ ଫିଙ୍ଗିଦେବେ ଗୋଟେ ମଜା ନା ଆଉ। ଯଦି ଆପଣ ପ୍ରାଙ୍କ କରୁଛନ୍ତି ତାହେଲେ କୁହନ୍ତୁ, ସେଇଟା ଅଲଗା କଥା। ନହେଲେ ଆପଣ ଯେତିକି କଥା କହିଛନ୍ତି ସେତିକି କଥା ମୁଁ ଯାଇ ଥାନାରେ କହିବି। ନାଇଁ ସାମ୍ନାରେ ଭାବନ୍ତୁନି କରନ୍ତୁ, ଆପଣ କହୁଛି କିଛି ନାହିଁ, ସାମ୍ନାରେ କଲେ ଆମେ ତ ଆହୁରି ବଢିଆ ହବ। ଆମେ ତ ଯିବୁ ଆଉ ଜୟଦେବ ବିହାରରେ ରହୁଛୁ ନା ଏବେ। ନା ନା, ଆଉ ଯୋଉ ବାକି କହୁନାହାନ୍ତି ଜୟଦେବ ବିହାରକୁ ଉଠେଇଦେବେ ବୋଲି, ହଁ ଏଇଆ କହୁଛନ୍ତି ନା ଯେ ଜୟଦେବ ବିହାରରେ ଆମେ ରହୁଛୁ, ଜୟଦେବ ବିହାରକୁ ଉଠେଇ ନେବେ। ଜୟଦେବ ବିହାରରେ ରହୁଛୁ, ଉଠେଇ ନେବୁ କାହିଁକି ଉଠେଇ ନେବୁନି? ଯଦି ଆପଣ ଆମର ଫ୍ୟାନ ର ରିକ୍ୱାରମେଣ୍ଟ ନ ବୁଝିବେ ତ ଆମେ ଉଠେଇବାକୁ ବାଧ୍ୟ ହଁ ନା। ଆଚ୍ଛା, ଆପଣ ଉଠେଇ ନେବେ ଜୟଦେବ ବିହାରରେ କେତେବେଳେ, କେତେ ରାତିରେ, କେତେବେଳେ, କୋଉ ଦିନରେ କୁହନ୍ତୁ, ଆମେ ଠିଆ ହେଇଥିବୁ କୋଉ ଜାଗାରେ, ଆପଣ ଆସି ଉଠେଇ ନେବେ, ସହଜ ହବ ଆପଣଙ୍କୁ। ଆଚ୍ଛା ଟୁକୁନା, ଖାଲି ଆପଣ ସିନା କହିଥିଲେ, ଟୁକୁନା ହେଇକି ଦଉଥିଲେ ଯିଏ କହିଦେବେ ଏଇ କଥାଟା ତାହେଲେ ଆମେ ମାନିଯିବୁ। ପିଲାମାନେ ମୁଁ ବା ଟୁକୁନା ଭାଇ କହୁଛି କଣ କହୁଛି ଶୁଣରେ। ହଁ ଭାଇ ଟୁକୁନା ମୁଁ ଭାଇ ଯଦି କହିଦେବେ କହୁଛି ମାନିଗଲୁ ଆଉ। ଟୁକୁନା କିଛି କହିବେ ନାହିଁ। ମୁଁ କହୁଛି ଜୟଦେବ ବିହାର କେତେବେଳେ, କୋଉ ଟାଇମରେ, କୋଉ ଜାଗାରେ ଠିଆ ହେଇଥିବ, ଆପଣ ଉଠେଇ ନେବେ। ଆମେ ଠିଆ ହେଇଥିବୁ, ଆସି ଆପଣ ଉଠେଇ ନେବେ। ସୁମିତ ମୁଁ ଭାଇ ଏଇଟା ଦେଖ, ଲାଷ୍ଟ ଟାଇମ ଆପଣଙ୍କୁ ପଚାରୁଛି, ଆପଣ ଯଦି ପ୍ରାଙ୍କ କରୁଛନ୍ତି ଇଟ୍ସ ଓକେ, ମୁଁ ଏଇଠି ଫୋନ କାଟିବି। ଆଉ ଯଦି ପ୍ରାଙ୍କ ନ କରି ଏଇଟା ସତରେ କହୁଛନ୍ତି, ତାହେଲେ ମୁଁ ଏବେ ଯାଇକି ଥାନାରେ କମ୍ପ୍ଲେନ କରିବି ଆପଣଙ୍କ ନମ୍ବରରେ। ଏଇ ଭାଇ କିଛି ନାହିଁ, ଏଇଟା ଆପଣ ଦେଖିଥିବେ ପ୍ରକାଶ ଡିଆଇଜି ଆସୁଥିବ, ମୁଁ ଡିଆଇଜି ର ନିଜେ ପୁଅ କହୁଛି। କୋଉଠି ହେଇଛି ଦେଖନ୍ତୁ ଆପଣ ଆସୁଥିବ ନା ଏଇଠି। କିଏ ଡିଆଇଜି ନାଁ କହୁନାହାନ୍ତି? କେଉଁଝର ଡିଆଇଜି ମାରି ଦିଅନ୍ତୁ, କେଉଁଝର ଡିଆଇଜି କେଉଁଝର ତାଙ୍କ ପୁଅ ଡିଆଇଜି? କହୁଛି। ଆଚ୍ଛା, ଗୋଟେ ଗୋଟେ ଡିଷ୍ଟ୍ରିକ୍ଟରେ ଡିଆଇଜି ରହୁଛନ୍ତି କି? ଆମ ଘରଟା ହଉଛି କେଉଁଝର ପ୍ରକୃତରେ ନା। ଆଚ୍ଛା, ତ ଆମେ ରହୁଛୁ ଏଠି, ସିନା ଆମେ ଆସିକି ଚାକିରି କରୁଛୁ। ତ ଆପଣଙ୍କୁ ଗୋଟେ କଥା କାହିଁକି କହୁଛୁ ସେ କଥା ଛାଡି ଦିଅନ୍ତୁ। ତ ଟୁକୁନା ହେଇକି ଆମର ଗୋଟେ ଖାଲି ରିକ୍ୱେଷ୍ଟ ଥିଲା, ଗୋଟେ କିଛି ଫ୍ୟାନ ରିକ୍ୱେଷ୍ଟ ନାହିଁ ଫ୍ୟାନ ବେସରେ ଗୋଟେ ରିକ୍ୱେଷ୍ଟ ଥିଲା, ଆପଣ, ଗୋଟେ ଶୁଣନ୍ତୁ ସୁମନ୍ତି ଭାଇ। କିଛି ନାହିଁ, ଆମେ ପ୍ରୋଗ୍ରାମ କରିବୁନି, ଆପଣ ଯାହା କରିବା କଥା କରନ୍ତୁ। କରିବେନି? ନାଇଁ ଏଇଟା ଗୋଟେ କିନ୍ତୁ ଭଲ କଥା କଲେନି ଆଉ। ନା, ଖରାପ କଥା କଲୁ, ଆପଣ ଖରାପ କରନ୍ତୁ, ଠିକ ଅଛି। ଓ ଭାଇ 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 ଭାଇ, ଏଇଟା ଗୋଟେ ପ୍ରାଙ୍କ କଲ୍ ଥିଲା। ଶୁଣନ୍ତୁ ଶୁଣନ୍ତୁ, ମୁଁ ଆପଣଙ୍କ ନମ୍ବର ନେଇକି ଥାନାରେ ଦେବି, ଠିକ ଭାଇ ଅଛି। ଭାଇ, ଏଇଟା ଗୋଟେ ପ୍ରାଙ୍କ କଲ୍ ଥିଲା। ହୁଁ ସୋ ଏଇଟା ରେକର୍ଡିଂ ଚାଲିଛି। ଆଜ୍ଞା, ମୁଁ ଜାଣିଛି, ମୁଁ ସେଇଥିପାଇଁ ଆପଣଙ୍କୁ କହିଲି ଯେ ଆପଣ ପ୍ରାଙ୍କ କରୁଛନ୍ତି ବୋଲି। ଏଇଟା ମୁଁ ଗୋଟେ ଜାଣିଛି। ରେକର୍ଡିଂ ଚାଲିଛି। ସୋ ଏଇଟା ଗୋଟେ ହଁ ନୂଆ ୟୁଟ୍ୟୁବ ଚ୍ୟାନେଲ। ହଁ ହଁ ହଁ, ତ ଭଲ ଆମେ କଥା ଏଇଠି ପିଲା ସବୁ ଆକ୍ଚୁଆଲି। ବାଙ୍ଗାଲୋରରେ ସବୁ ହଁ ଗୋଟେ ଆମର ଓଡିଆ ଟ୍ରଷ୍ଟ ଅଛି, ସବୁ ପିଲାମାନେ ସବୁ ବସିଛୁ ଏଠି। ସୋ ଆଜ୍ଞା ଆପଣ ସହିତ ଆଜ୍ଞା ଗୋଟେ ପ୍ରାଙ୍କ କଲ୍ କରୁଥିଲୁ। ତ ଆଜ୍ଞା ପ୍ରୋଗ୍ରାମ କଥା ନିହାତି ସତ, ଏଟା କିଛି ଆଜ୍ଞା ମିଛ ନାହିଁ। କିନ୍ତୁ ଆଜ୍ଞା ଶାଢୀ ଫଟା ଏଟା ଗୋଟେ ପ୍ରାଙ୍କ ଥିଲା। ହଁ ହଁ ହଁ, ମୁଁ ଜାଣିଗଲି, ମୋ ଶାଢୀ ଖୋଲିବାରୁ ମୁଁ ଜାଣିଗଲି ଆକ୍ଚୁଆଲି ସାନ ମନୁ ଏମିତି ଗୋଟେ ପ୍ରାଙ୍କ କରିଥିଲେ ତ, ମୁଁ ସେଇ ଫର୍ମାଟ ରୁ ଜାଣିଗଲି ଯେ ଆପଣ ପ୍ରାଙ୍କ ସୋ ଆଉ କରୁଛନ୍ତି। କଣ କହିବି, ଗୋଟେ ପ୍ରାଙ୍କ କରିବି ଟିକେ ଭାଇ, ତତେ ତମେ ତାତିଲିନି ଜମା ଆଉ। ଆଜ୍ଞା ଆଜ୍ଞା ଆଜ୍ଞା। ଟିକେ ସାନ ମାନଙ୍କୁ ଟିକେ କହିବି ବେତାଳିଆ ନା କରିଦେଲେ ଆଉ ତାତିବା ସେ। କଥା ନୁହଁ ଭାଇ, ଆମେ ବହୁତ କୁଲ କଳାକାର, ଆମେ ଭାଇ ତାତିବା ଲୋକ ନୁହଁ। ଆମକୁ ହଠାତ୍ ଗୋଟେ ଧମକ ଆସିଲା, ଆମେ ଆଉ କଣ କରିବା, ଆମେ ସବୁ କଳାକାର ନା, ଆମେ ଭାଇ ଆଉ ଗୁଣ୍ଡା ହେଇଛୁ କି ଯେ କାହାକୁ କିଏ ଧମକ ଦେଇଦେଲା କାହାକୁ ବନ୍ଧୁକ ଧରି ଉଠେଇ ଦବୁ। ନା 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 ଭାଇ ନା, ଯେଟା ପ୍ରାଙ୍କ କରୁଥିଲା। ତ ଆମର ୟୁଟ୍ୟୁବ ଆଜ୍ଞା ଚ୍ୟାନେଲ ଟା ହଉଛି କ୍ରେଜି ବାଙ୍ଗାଲୋର ଲାଇଫ ବ୍ଲଗସ୍। ଆଜ୍ଞା ଆଜ୍ଞା ଆଜ୍ଞା, ତ ଆପଣ ଟିକେ ବାଙ୍ଗାଲୋରରେ କହିଦେ ରହୁଛନ୍ତି ଭିଉଅର୍ସ ତ? ମାନଙ୍କୁ, ଆଜ୍ଞା ଆଜ୍ଞା, ଟିକେ ନାଁ ଟା ହଉ ଧରି ଦିଅନ୍ତୁ ତାହେଲେ ଭାଇ। କ୍ରେଜି ବାଙ୍ଗାଲୋର ଲାଇଭ୍। ହଁ, କେଜି ବାଙ୍ଗାଲୋର ଲାଇଭ ଠିକ ବ୍ଲଗସ୍। ଅଛି ଠିକ ଅଛି ଭାଇ। ତ ସରି ସମସ୍ତ ଫର ଦର୍ଶକଙ୍କୁ ଟିକେ ଆପଣ କହିଦିଅନ୍ତୁ ଚ୍ୟାନେଲ ଟାକୁ ସବସ୍କ୍ରାଇବ କରିବେ। ଆଜ୍ଞା ଆଜ୍ଞା, ସମସ୍ତଙ୍କୁ କହୁଛି ଚ୍ୟାନେଲ ଟାକୁ ସବସ୍କ୍ରାଇବ କରନ୍ତୁ, ଦେଖନ୍ତୁ ଭଲ ଭଲ କଥା। ତ ଇଏ ହେଲା ଗୋଟେ କଥା। ତ ବଡ କଥା ହଉଛି ଏବେ କଣ କି ବହୁତ ସାରା କଥା ଏମିତି ହଉଛି ତ ସୋସିଆଲ ଆଜ୍ଞା ମିଡିଆରେ, ଆଜ୍ଞା ଲୋକ ଆଜ୍ଞା, ଫୋନ କରି ନିହାତି ଧମକ ନିହାତି ଚମକ ଦେଇ ନିହାତି। ଦଉଛନ୍ତି ବେଳେ ବେଳେ, କିଛି ଲୋକ ଖରାପ ବି ଅଛନ୍ତି ନା, ସମସ୍ତେ ଆଜ୍ଞା ଭଲ ଆଜ୍ଞା। ଭଲ ବି। ଆଉ ମୁଁ ସେଇଥିପାଇଁ ଆରମ୍ଭରୁ ଆପଣଙ୍କୁ କହିଥିଲି ଯେ ଆପଣ ପ୍ରାଙ୍କ କରୁଛନ୍ତି ବୋଲି। ହଉ ଜାଣିଦେଲେ ଭାଇ, ଏ ସବୁ ଜାଣିଦେଲେ ସବୁ, ଏଇ ସାନ ମାନଙ୍କ ପାଇଁ ସବୁ ଜାଣିଗଲେ ତ। ହଁ ସେଇ ଭାଇ ଫର୍ମାଟ ରେ ଭାଇ କହିଲେ ଭିଡିଓ ତ ଟା ଜାଣିଗଲି ଅପଲୋଡ ସେଇଥିପାଇଁ ଆଉ। କରିପାରିବି ତ? ହଉ ହଁ ହଁ କରିପାରିବେ, କିଛି ପ୍ରୋବ୍ଲେମ ନାହିଁ। ହଉ ହଉ, No issues। ଯାଉ ଆପଣ ଏମିତି ଗୋଟେ ହଉଛି। କଥା, ଏଇ ଗୋଟେ ଆପଣଙ୍କର ହଉ ବହୁତ ଆପଣ ବଡ ଚ୍ୟାନେଲ ହୃଦୟ, ଟାକୁ ଆପଣଙ୍କର ପଠେଇବେ ଏଇ ବହୁତ ବଡ ନମ୍ବରରେ ଆଉ ହୃଦୟ ଗୋଟେ। ହ୍ୱାଟ୍ସଆପ ଅଛି। ଆଜ୍ଞା ବହୁତ ବଡ ହୃଦୟ ଆପଣଙ୍କର ଗୋଟେ। ତ ଆପଣଙ୍କ ପାଇଁ ଆମେ ଗୋଟେ ହସୁ ବେଳେ ବେଳେ। ଆଜ୍ଞା ଯେତେବେଳେ ଯେତେ ଟ୍ରେସ୍ ଥାଏ ବି ଆପଣଙ୍କ ସାଙ୍ଗରେ ଆମେ କଥା ହେଇକି ହସୁ, ଭିଡିଓ ଦେଖୁ। ଆଜ୍ଞା ଯେତେବେଳେ ଟିକେ କାହିଁକିନା ୟୁଟ୍ୟୁବ ଟା ଖୋଲିଲା ନା, ଆପଣଙ୍କ ଭିଡିଓ ଫାଷ୍ଟରେ ଆସେ। ଆଜ୍ଞା ତ ଆଜ୍ଞା ଯାହାହେଲେ ଆପଣଙ୍କ ପାଇଁ ଆମେ ଏଇଠି ହସୁ, ଯେତେ ଟ୍ରେସ୍ ଥାଏ ବି ବାହାରେ ରହିବି ଆମେ ଓଡିଆ କଥା ବୁଝିପାରୁ, ତ ଆପଣଙ୍କୁ ସେଇଥିପାଇଁ ଡାକୁ ଆମେ ବେଳେ ବେଳେ। ଆଜ୍ଞା ଆରଥର ଗୁଲାବୀ ଆସିଥିଲେ ହଁ ହଁ। ପ୍ରୋଗ୍ରାମ କୁ। ଆପଣ କୋଉ ଆରଥର ଏରିଆ ରହୁଛନ୍ତି କହିଲେ ବାଙ୍ଗାଲୋରରେ? ମାରାଥାଲି? ବାଙ୍ଗାଲୋର ସରଜାପୁର ଏରିଆରେ। ଆଚ୍ଛା ଆଚ୍ଛା ଆଚ୍ଛା, ମୁଁ ମାରାଥାଲି ବି ଯାଇଥିଲି ହଁ, ଯେ। ମାରଥାଲି ସରଜାପୁର ଏରିଆରେ ଆମର ଏଠି ନୂଆ ଗୋଟେ ଜଗନ୍ନାଥ ମନ୍ଦିର ତିଆରି ହେଇଛି ଜଷ୍ଟ ରିସେଣ୍ଟ ଗୋଟେ ବର୍ଷ ହୁଁ ହେଲା। ହୁଁ 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 ତ ଆମର ରଥଯାତ୍ରା ବି ହବ ଏଇଥର, ହୁଁ 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 ଦ୍ଵିତୀୟ ଥର ରଥଯାତ୍ରା ହବ। ବହୁତ ହୁଁ ବଡ ଆକାରରେ କରୁଛୁ ଆମେ। ଆଜ୍ଞା ତ ଯଦି ହେଲା, ଆପଣ ତ ଯଦି ସୁଯୋଗ ଇଏ ପାଇଲୁ, ଥିଲା ଆପଣଙ୍କୁ ଯଦି ଫ୍ରି ଥିବ ଆପଣ ନିହାତି ଟୁକୁନାଇ ଡାକିବୁ, ସହିତ ଇନଭାଇଟ୍ ଗୋଟେ କରିବୁ। ଗୋଟେ ଆଜ୍ଞା ଛୋଟ ଯଦି ଫ୍ରି ମଜାକ ଥିବେ ପ୍ରାଙ୍କ। ନିହାତି ଆସିବେ। ସୋ ନିହାତି ଆଜ୍ଞା ଆପଣ ମାନଙ୍କୁ ଭଲ ଲାଗିଥିବ। ଓକେ, ରହିଲି, ସୋ ଧନ୍ୟବାଦ, ରହିଲି ଯଦି ଜୟ ଆପଣଙ୍କୁ ଭଲ ଜଗନ୍ନାଥ। ଲାଗିଛି, ଜୟ ଜୟ। ପ୍ଲିଜ ଲାଇକ୍ ଟେ କରିକି ସବସ୍କ୍ରାଇବ ଟେ କରିବେ। ତ ନିହାତି ନେକ୍ସଟ କାହାକୁ ପ୍ରାଙ୍କ କରିବା ନିହାତି କମେଣ୍ଟରେ କରନ୍ତୁ, କମେଣ୍ଟରେ ଲେଖନ୍ତୁ କାହାକୁ ପ୍ରାଙ୍କ କରିବା। ତ ନିହାତି ନେକ୍ସଟ ଟାଇମ ପ୍ରାଙ୍କ କରିବା। ଜୟ ଜଗନ୍ନାଥ, ବାଏ ବାଏ।